কলা পচাম্ব যেবে হইব পোকা, পচাম্ব দেবে হইব পোকা, পচাম্ব যেবে হইব পোকা, পচাম্ব দেবে হইব পোকা, বুড়ি হাত যেবে ধরিব টোকা, বুড়ি হাত দেবে ধরিব টোকা, যেবেটি হইব ভাত নকেই। বেশি হইব ভাত নকেই। ଅନଉଛୁ କଣ ପୁଅ, ତତେ ମୁଁ କହୁନି ମ। ନାଇଁ ମ ଯେବେଟି ହଇବ ଭାତ ନଗେଇ, ଯେବେଟି ହଇବ ଭାତ ନକେଇ, କାମ ଚଳେ ସିନା ତୃପତି ନାହିଁ। କାମ ଚଳେ ସିନା ସୁପତି ନାହିଁ। ବାଦାମ ବାଡି ଯାଇଥବୁ ଧୁରୁବା, ଆମ୍ବ କିଣିକି ଆଣିଥବୁ, ହଁ ହଁ ଆମ୍ବ କିଲୋ 150 ଟଙ୍କା ହେଇଥାଉ। ବାତ ଭଲ ପାଇକି ଗୋଟେ ନେଇଯାଇଛୁ ପାର୍ଲାରୁ, ଆଉ କଣ। ହଁ ହଁ ଗଲାବେଳକୁ ତୁ ଭାରି ଯା, ଯେତେବେଳେ ଆମ୍ବୁଟା କାଟିଦବ, ଏଇଟା ପୋକରା ହେଇଥାଉ, ଆଚ୍ଛା ସବୁ ଯାକ ଫୋପାଡି ଦବ। ନାଇଁ ମ 150 ଟଙ୍କା ଦେଇକି ଆଣିଛେ। ଯୋଉତକ ଭଲ ଥବ ସେଇତକ ପନିକିରେ ଚାଞ୍ଚି 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 ନହେଲେ ପୋକ ତକ ବାହାର କରିଦବ ଖାଲି। ସେଇତକ ରଖିବ, ଖାଇବ, ଆଉ ପୋକରା ତକ ଫୋପାଡି ଦବ। ବୁଢୀ ହାତ ଯେବେ ଧଇଲା ଟୋକା, ବାତ ତୋ ବୟସ ଯେତେବେଳେ 27 ବର୍ଷ ହେଇଥିଲା, ହଁ ହଁ ତୁ ଭାଉଜକୁ ବାହାରିଲୁ, ଭାଉଜକୁ ସେତେବେଳେ 45 ବର୍ଷ। ଆଚ୍ଛା ମାନେ ତୋଠୁ ସେ 18-20 ବର୍ଷ ବଡ। ତୁ କଣ ତାକୁ ଛାଡିଦେଲୁ? ନାଇଁ ମ କାମ ଚଳଉଛୁ ନା, ଆଉ ହଁ ମ ହଁ ଚାଲିଛି, ଆଉ କାମ ଚାଲିଛି, ଚଳୁ ଆଉ କଣ। ଚଳୁ ଚଳୁ ଆଉ କଣ ଫୋପାଡି ଦଉ? ନାଇଁ ମ ଯେବେଟି ହଇଲା ଭାତ ନକେଇ, ଆଜ୍ଞା ଭୋଜି କରୁଥବୁ ହଁ ସାଙ୍ଗ ସାଙ୍ଗରେ, ଆଚ୍ଛା ଆ ବିୟର ଟିକେ ମାରି ଦେଇଥବୁ, ହଁ ହଁ ଆଗୁଆ ଆ ପକେଇକି ଝୁଲୁଥବୁ, ଭାତ ହାଣ୍ଡିରେ ବସିଥବ, ମନେ ନଥବ, ବାତ ଭାତ ପେଜୁଆ ହେଇଯିବଣି, ହଁ ହଁ ପାସ ଭଳିଆ। ପାସ ଭଳିଆ ହେଇଯିବଣି। ଆଉ କଣ ଫୋପାଡି ଦବୁ? ନାଇଁ ନାଇଁ ଫୋପାଡିଲେ କଣ ଖାଇବୁ? କଣ ଖାଇବୁ? ପେଟ କାମ ଚଳୁ, ଆଉ ହଁ ମ ହଁ ଚଳେଇଦବା। କାମ ଚଳେ ସିନା ତୃପତି ନାହିଁ। ଆଚ୍ଛା ତାହେଲେ ହଁ ହନୁମାନ ପଚାରିଛି, ଆଚ୍ଛା ତୋ ବାପା ମାଙ୍କର ସେବା କରିବା ପାଇଁ ତୁ ବାହା ହେଇଛୁ ସୀତାକୁ। ହଁ ହଁ ମୁଁ ଗୋଟେ ମାଙ୍କଡର ମା ହେଲେ ବି ସୁଦ୍ଧା ମାଙ୍କଡ ଜାତିର ରାଣୀ,